କୁମ୍ଭ ରାଶିରେ ପଞ୍ଚମହାଗ୍ରହ ଯୋଗ କୂଟର ପ୍ରଭାବ କେତେଗୋଟି ରାଶି ଉପରେ ସକାରାତ୍ମକ ବା ପଜିଟିଭ୍ ପ୍ରଭାବ ପକାଇବାକୁ ଥିବାବେଳେ କେତେଗୋଟି ରାଶି ଉପରେ ନେଗେଟିଭ୍ ବା ନକାରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନିଦେବଙ୍କର ରାଶି ତଥା ଦ୍ୱାଦଶ ରାଶିଚକ୍ରର ଏକାଦଶ ରାଶି କୁମ୍ଭ ରାଶିରେ ନିର୍ମାଣ ହୋଇଛି ପଞ୍ଚମହାଗ୍ରହ ଯୋଗ ଅଥବା ପଞ୍ଚମହାଗ୍ରହ କୂଟ। ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଓ ରାହୁ ଏହି ପାଞ୍ଚଟି ମହାଗ୍ରହ ଏକତ୍ର ଅବସ୍ଥାନ କରିଛନ୍ତି କୁମ୍ଭ ରାଶିରେ। 2026 ମସିହା ମାର୍ଚ୍ଚ ମାସ 2 ତାରିଖ ପର୍ଯ୍ୟନ୍ତ ଏହି ପଞ୍ଚମହାଗ୍ରହ ଯୋଗର ପ୍ରଭାବ ବିଶେଷ ଭାବେ ଅନୁଭୂତ ହେବ। ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ, ଗୋଟିଏ ରାଶିରେ ପାଞ୍ଚଟି ମହାଗ୍ରହ ଏକତ୍ର ସମାବେଶ କରିବା ବଡ଼ ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ଶକ୍ତିଶାଳୀ ଯୋଗ ହୋଇଥାଏ। ଦ୍ୱାଦଶ ରାଶିଚକ୍ରର କେତେଗୋଟି ରାଶି ଉପରେ ଏହି ପଞ୍ଚମହାଗ୍ରହ ଯୋଗ ଅଥବା ପଞ୍ଚଗ୍ରହକୂଟର ସକାରାତ୍ମକ ପ୍ରଭାବ ପଡ଼ିବାକୁ ଥିବାବେଳେ କେତେଗୋଟି ରାଶି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଅଛି। ପ୍ରଥମେ ଜାଣିବା ଦ୍ୱାଦଶ ରାଶିଚକ୍ରର କେଉଁ କେଉଁ ରାଶି ଉପରେ ଏହି ଯୋଗର ନେଗେଟିଭ୍ ପ୍ରଭାବ ବା ନକାରାତ୍ମକ ପ୍ରଭାବ ପଡ଼ୁଅଛି। କର୍କଟ ରାଶିର ଅଷ୍ଟମ ଭାବ ବା ନିଧନ ଭାବ କୁମ୍ଭ ରାଶିରେ ପଞ୍ଚଗ୍ରହକୂଟ ଅନୁଷ୍ଠିତ ହେଉଥିବାରୁ ଏହି ଯୋଗ କର୍କଟ ରାଶି ପାଇଁ ଅତି ଅଶୁଭ ଫଳ ପ୍ରଦାନ କରିବ। ସେହିପରି କନ୍ୟା ରାଶିର ଷଷ୍ଠ ଭାବ ଅଥବା ରୋଗ, ଋଣ ଓ ଶତ୍ରୁ ଭାବରେ ସଂଘଟିତ ଏହି ପଞ୍ଚଗ୍ରହକୂଟ ଯୋଗ କନ୍ୟା ରାଶି ପାଇଁ ବଡ଼ ଦୁଃଖପ୍ରଦାୟକ ରହିବ। ମୀନ ରାଶିର ଦ୍ୱାଦଶ ଭାବ ବା ବ୍ୟୟ ଭାବରେ ପଞ୍ଚଗ୍ରହକୂଟ ପଡ଼ୁଥିବାରୁ ମୀନ ରାଶି ଜାତ ବ୍ୟକ୍ତି ମଧ୍ୟ ଏହି ସମୟରେ ବଡ଼ କଷ୍ଟକର ଫଳ ଲାଭ କରିବେ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ମେଷ ରାଶି, ବୃଷ ରାଶି ଓ କୁମ୍ଭ ରାଶି ଜାତ ବ୍ୟକ୍ତି ଏହି ସମୟରେ ପଞ୍ଚଗ୍ରହକୂଟ ଯୋଗ ପ୍ରଭାବରୁ ଅତି ଉତ୍ତମ ଓ ଶୁଭ ଫଳ ପ୍ରାପ୍ତ କରିବେ। ଆର୍ଥିକ ଲାଭ ସହିତ କର୍ମକ୍ଷେତ୍ରରେ ବେଶ୍ ଶକ୍ତିଶାଳୀ ଓ କାର୍ଯ୍ୟକ୍ଷମ ରହିବେ। ପର୍ସନାଲିଟି ବା ବ୍ୟକ୍ତିତ୍ୱରେ ବୃଦ୍ଧି ଘଟିବ। ଅବଶ୍ୟ ଏହିସବୁ ଘଟଣା ଭୋଗ ହେଉଥିବା ମହାଦଶା, ଅନ୍ତର୍ଦଶା ଏବଂ ପ୍ରତି ଅନ୍ତର୍ଦଶାର ଶୁଭାଶୁଭ ଉପରେ ନିର୍ଭର କରେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।